ओम श्री साई भक्त प्रियाय नमः। भगवद गीता रे भगवान कहिचंती न मे भक्ताः प्रणश्यन्ति, अर्थात मो भक्त मानकर किछि अनिष्ट हेब नाही। ଯେଉଁ ଲୋକର ମନ ସର୍ବଦା ମୋ ଠାରେ ଥାଏ ଓ ସେ ମୋତେ ଅର୍ପଣ ନ କରି କିଛି ହେଲେ ତୁଣ୍ଡକୁ ନିଏ ନା, ମୁଁ ସେଇ ଲୋକର ଦାସ। ଏ କଥା କହିଥିଲେ ଶିରିଡ଼ିର ସାଇବାବା। ସତ୍ୟ ସାଇବାବା କହନ୍ତି, ମୋ ଭକ୍ତମାନଙ୍କର ପ୍ରାର୍ଥନା ପୂର୍ଣ୍ଣ କରିବାକୁ ମୁଁ ସେମାନଙ୍କ ପୂଜା ମନ୍ଦିର ବାହାରେ ଅପେକ୍ଷା କରି ରହିଥାଏ। ବାବା ତାଙ୍କ ଭକ୍ତମାନଙ୍କ ଘରକୁ ଚୋର ଡକାୟତଙ୍କ ଉତ୍ପାତରୁ ରକ୍ଷା କରିଛନ୍ତି। ସାମ୍ପ୍ରଦାୟିକ ଦଙ୍ଗା ସମୟରେ ଉତ୍ତ୍ୟକ୍ତ ଜନତାଙ୍କୁ ତାଙ୍କ ଭକ୍ତମାନଙ୍କ ଘର ଆଗରୁ ଘଉଡ଼ାଇ ଦେଇଛନ୍ତି। ଯୁଦ୍ଧ ଓ ହାଣକାଟ ସମୟରେ ସେମାନଙ୍କ କ୍ରୋଧ ଆକ୍ରମଣରୁ ଉଦ୍ଧାର କରିଛନ୍ତି। କୌଣସି ଏକାକୀ ସୀମାନ୍ତରକ୍ଷୀମାନଙ୍କୁ ଶତ୍ରୁ ଘେରି ଯାଇଥିଲା ବେଳେ ସେମାନଙ୍କୁ ରକ୍ଷା କରିଛନ୍ତି। ଏସବୁ ଘଟିଛି ଯେତେବେଳେ ତାଙ୍କ ଭକ୍ତମାନେ ତାଙ୍କଠାରେ ବହୁ ଦୂରରେ ଅଛନ୍ତି। କାରଣ ବାବାଙ୍କ ପାଖରେ ପାଖ ଓ ଦୂର ବୋଲି କିଛି ନାହିଁ, ସମସ୍ତେ ତାଙ୍କ ପାଖରେ। ସେ କହିଛନ୍ତି, ଆଖିପତା ଆଖିକୁ ଜଗି ରହିଥିଲା ପରି ମୁଁ ତୁମ୍ଭମାନଙ୍କୁ ଜଗି ରହିଥିବି। ତାଙ୍କ ଦର୍ଶନ ପାଇଁ ପଇସା ନାହିଁ ବୋଲି କେହି କେବେ ଯେତେବେଳେ କାନ୍ଦିଛି, ବାବା ତାର ଟଙ୍କା ମୁଣିରେ ଟଙ୍କା ରଖିଦେଇଛନ୍ତି। ଅନେକ କ୍ଷେତ୍ରରେ ବାବା ଦୂରସ୍ଥାନର ଭକ୍ତଙ୍କ ଘରେ ଫଟୋରୁ ପେନୁକୋଣ୍ଡା ଯାଏଁ ରେଳ ଟିକଟ ଖସାଇ ତାଙ୍କ ପାଖକୁ ତାର ତୀର୍ଥଯାତ୍ରା ସୁଗମ କରିଦେଇଛନ୍ତି। ତାଙ୍କ କରୁଣା ପାଇବାର ଏକମାତ୍ର ଯୋଗ୍ୟତା ହେଲା ଭକ୍ତି। ତାଙ୍କୁ ଜୀବନର ଏକମାତ୍ର ସାରଥୀ ଓ ସାଥୀ ଭାବରେ ଗ୍ରହଣ କରିନେବା। ସେ କହନ୍ତି, ମୁଁ ଭକ୍ତିର ଡୋରରେ ଭକ୍ତ ଆଡ଼କୁ ଟାଣି ହୋଇଯାଏ। ଭକ୍ତି କ'ଣ ତାହା ନିରୂପଣ କରିବାକୁ ଯାଇ ବାବା କହନ୍ତି, ଭଗବାନଙ୍କ ଆଡ଼କୁ କ୍ତି ବା ଅନୁରକ୍ତି ହିଁ ଭକ୍ତି, ଅର୍ଥାତ୍ ଈଶ୍ୱରଙ୍କ ଠାରେ ଅଖଣ୍ଡ ପ୍ରୀତି ହିଁ ଭକ୍ତି। ଯେଉଁମାନେ ଏହି ଅନୁରକ୍ତିର ଅଧିକାରୀ ବା ଏହା ପାଇବା ନିମନ୍ତେ ଚେଷ୍ଟିତ, ବାବା ସେମାନଙ୍କର ରକ୍ଷାକର୍ତ୍ତା ଓ ସାରଥୀ। ଜୟ ସାଇରାମ।